हेलो फ्रेंड्स, वेलकम टू माय चैनल एजुकेशन ओडिशा। तेरे फ्रेंड्स ए वीडियो रे मु आपण मानको पई नै आसी शिशु दिवस भाषण जोटा कि शिक्षक मानको पई उद्दिष्ट। प्रिय छात्र छात्री माने, सहकर्मी शिक्षक वृंद और मान्यवर अतिथि माने, आज आमे समस्ते एक सुंदर पवित्र अवसर रे एकत्रित होइछु। ताहेला शिशु दिवस। प्रतिवर्ष नवेम्बर 14 तारिख रे आमे एही दिनटी को पालन करूछु। कारण एही दिनटी होउछि भारतर प्रथम प्रधानमंत्री पंडित जवाहरलाल नेहरूंकर जन्मदिन। नेहरूजी शिशुମାନଙ୍କୁ ଅତ୍ୟନ୍ତ ଭଲ ପାଉଥିଲେ। ସେ ବିଶ୍ୱାସ କରୁଥିଲେ ଯେ ଶିଶୁମାନେ ହେଉଛନ୍ତି ଦେଶର ଭବିଷ୍ୟତ। ସେ କହିଥିଲେ ଆଜିର ଶିଶୁ ହେଉଛି ଆଗାମୀ ଭାରତର ନିର୍ମାତା। ସେ ଚାହୁଁଥିଲେ ଯେ ପ୍ରତ୍ୟେକ ଶିଶୁ ଶିକ୍ଷା, ଶୃଙ୍ଖଳା ଓ ସଂସ୍କାରର ମାଧ୍ୟମରେ ନିଜ ଜୀବନକୁ ଉନ୍ନତ କରୁ। ସେଥିପାଇଁ ସେ ସବୁବେଳେ ଶିକ୍ଷାର ଗୁରୁତ୍ୱ ଉପରେ ଜୋର ଦେଉଥିଲେ। ପ୍ରିୟ ଛାତ୍ରଛାତ୍ରୀମାନେ, ତୁମେ ହେଉଛ ଦେଶର ସବୁଠାରୁ ମହାନ ଧନ। ତୁମର ହସ, ତୁମର ଉତ୍ସାହ, ତୁମର ନିର୍ମଳ ହୃଦୟ ଆମ ସମସ୍ତଙ୍କ ଜୀବନକୁ ଆଲୋକିତ କରେ। ତୁମ୍ଭେ ଆମେ ଜୀବନର ପ୍ରେରଣା। ତୁ ଆମ ସ୍କୁଲର ଆତ୍ମା। ଶିଶୁ ଦିବସ ମାତ୍ର ଏକ ଉତ୍ସବ ନୁହେଁ, ଏହା ହେଉଛି ଆମ ପାଇଁ ଏକ ସ୍ମରଣ। ପ୍ରତ୍ୟେକ ଶିଶୁକୁ ଶିକ୍ଷା, ଖେଳ, ସୁସ୍ଥତା, ସୁରକ୍ଷା ଦେବା ଆମର ଦାୟିତ୍ୱ। ପ୍ରିୟ ଛାତ୍ରଛାତ୍ରୀମାନେ, ତୁମେ ଜୀବନରେ ବଡ଼ ସ୍ୱପ୍ନ ଦେଖ, କିନ୍ତୁ ସେହି ସ୍ୱପ୍ନ ପାଇଁ ଦୃଢ଼ ପ୍ରୟାସ କର। ପରିଶ୍ରମ, ଆଦର୍ଶ, ଶିଷ୍ଟାଚାର ଏଗୁଡ଼ିକୁ ଜୀବନର ଭିତ୍ତି ଭାବେ ଗ୍ରହଣ କର। ସତ୍ୟ, ସେବା ଓ ସହଯୋଗ ହେଉଛି ତୁମେ ଜୀବନରେ ଯାହା ଅନୁସରଣ କରିବା ଉଚିତ। ଭବିଷ୍ୟତରେ ତୁମେ ଡାକ୍ତର, ଇଞ୍ଜିନିୟର, ଶିକ୍ଷକ, ଅଫିସର କିମ୍ବା ଯେକୌଣସି କାମରେ ଯାଅ, କିନ୍ତୁ ସର୍ବଦା ଭଲ ମଣିଷ ହେବା ପାଇଁ ଚେଷ୍ଟା କର। ଆସ, ଏହି ଶିଶୁ ଦିବସରେ ଆମେ ସମସ୍ତେ ଏକ ସଂକଳ୍ପ ନେବା। ଆମ ବିଦ୍ୟାଳୟକୁ ଏମିତି ଜାଗା କରିବା ଯେଉଁଠି ପ୍ରତ୍ୟେକ ଶିଶୁ ନିଜ ମନରେ ସ୍ୱପ୍ନ ଦେଖିପାରିବେ, ସେହି ସ୍ୱପ୍ନକୁ ସାର୍ଥକ କରିବାର ସାହସ ପାଇପାରିବେ। ପ୍ରିୟ ଶିଶୁମାନେ, ତୁମେ ଆମର ଆଶା, ଆମର ଗର୍ବ, ଆମର ଭବିଷ୍ୟତ। ତୁମ ଜୀବନ ଖୁସି, ସଫଳତା ଓ ଆଲୋକରେ ଭରିଯାଉ, ଏହା ଆମର ଆଶୀର୍ବାଦ। ଧନ୍ୟବାଦ। ଜୟ ହିନ୍ଦ, ଜୟ ଭାରତ।